ଯାହାଙ୍କର କୀର୍ତ୍ତି ସୁର ଅସୁର ମୁନିବରଙ୍କ ଦ୍ୱାରା ନିତ୍ୟ ପ୍ରତି ଗାନ କରାଯାଉଛି। ସ୍ୱର୍ଗ ମର୍ତ୍ତ୍ୟ ପାତାଳବାସୀଙ୍କ ଦ୍ୱାରା ଯାହାଙ୍କର ସ୍ତୁତି ଉଦ୍ଘୋଷିତ ହେଉଛି। ବିଦ୍ୟାଧର କିନ୍ନର କିନ୍ନରୀମାନଙ୍କ ଦ୍ୱାରା ପ୍ରାଣୀ ଜଗତ ଯାହାଙ୍କର ସେ ବନ୍ଦନା କରୁଛନ୍ତି। ବ୍ରହ୍ମା ତଥା ବିଷ୍ଣୁଙ୍କ ଦ୍ୱାରା ଯେଉଁ ଦେବାଧିଦେବ ମହାଦେବଙ୍କର ମହିମା ଗାନ ହେଉଛି। ସେ ତ୍ରିଜଗତକର୍ତ୍ତା ଶମ୍ଭୁଙ୍କୁ ନମସ୍କାର। ଋଷିମାନେ କହିଲେ, ହେ ସର୍ବଜ୍ଞ ଅପରାଜିତ ଲକ୍ଷ୍ମୀଙ୍କର ନିବାସ ସ୍ଥାନ ବ୍ୟାସଦେବ, ଆପଣ ଏକାମ୍ର ବନର ମାହାତ୍ମ୍ୟ ବର୍ଣ୍ଣନା କରିବା ପାଇଁ ସମର୍ଥ ଅଟନ୍ତି। ତାହା ଆପଣ ବିସ୍ତାର ପୂର୍ବକ ବର୍ଣ୍ଣନା କରନ୍ତୁ। ବ୍ୟାସଦେବ କହିଲେ, ହେ ଶ୍ରେଷ୍ଠ ମୁନିଗଣ, ସମସ୍ତ ପାପନାଶକାରୀ ଅତ୍ୟନ୍ତ ଦୁର୍ଲଭ ପୁଣ୍ୟକ୍ଷେତ୍ର ରୂପେ ବିଖ୍ୟାତ ହୋଇଥିବା ଏକାମ୍ର କ୍ଷେତ୍ରର ମାହାତ୍ମ୍ୟ ବିସ୍ତାର କରି ମୁଁ କହୁଛି। ମୁଁ ବିଘ୍ନ ବିନାଶକ ଗଣେଶ ତଥା ଏକାମ୍ରେଶ୍ୱର ତ୍ରିଭୁବନେଶ୍ୱର ଶିବଙ୍କୁ ପ୍ରଣାମ କରି ଅଷ୍ଟାଦଶ ପୁରାଣ ରୂପକ ସମୁଦ୍ରରୁ ତଥ୍ୟ ସଂଗ୍ରହ କରି ଏ ସମ୍ବନ୍ଧୀ ବ୍ୟାଖ୍ୟାନ କରୁଛି। ହେ ଦ୍ୱିଜଗଣ, ସ୍ୱର୍ଣ୍ଣଗିରି କୂଟରୁ ଏହି ମହାନ ଚନ୍ଦ୍ରଙ୍କ ଉଦିତ ହୋଇ ଏକାମ୍ର ନାମକ ଉତ୍ତମ ବନକୁ ଲୋକମାନଙ୍କ ସମକ୍ଷରେ ପରିପ୍ରକାଶ କରୁଛନ୍ତି। ଏ ଏକାମ୍ର ବନରେ କୋଟିଏ ଲିଙ୍ଗ ବିରାଜମାନ କରୁଛନ୍ତି। ଆହୁରି ମଧ୍ୟ ଏଠାରେ 8 ଗୋଟି ତୀର୍ଥ ରହିଛି। ଏ ପ୍ରସିଦ୍ଧ ଶିବକ୍ଷେତ୍ର ବାରାଣସୀ ଅର୍ଥାତ୍ କାଶୀ ସଦୃଶ ଶୁଭପ୍ରଦ ଅଟେ। ତେଣୁ ଏହାକୁ ଏକାମ୍ର କ୍ଷେତ୍ର ନାମରେ ନାମିତ କରାଯାଇଛି। ହେ ଋଷିଗଣ, ପୂର୍ବ କଳ୍ପରେ ଏଠାରେ ଏକମାତ୍ର ଆମ୍ର ବୃକ୍ଷ ଶୋଭା ପାଉଥିଲା। ସେହି ବୃକ୍ଷର ନାମ ଅନୁସାରେ ଏହି କ୍ଷେତ୍ରର ନାମ ଏକାମ୍ର କ୍ଷେତ୍ର ବୋଲି ଜନସାଧାରଣରେ ବିଖ୍ୟାତ ହୋଇଛି। ଏକଦା ବ୍ରହ୍ମା ପାର୍ବତୀଙ୍କ ଆଗରେ ଏକାମ୍ର କ୍ଷେତ୍ରର ମାହାତ୍ମ୍ୟ ବର୍ଣ୍ଣନା କରିଥିଲେ। ସେହି କ୍ଷେତ୍ରର ମାହାତ୍ମ୍ୟ ମୁଁ ଆପଣମାନଙ୍କୁ ଶୁଣାଉଛି। ଆହୁରି ମଧ୍ୟ ଜଣାଯାଏ, ଏହି ସମ୍ବାଦ ପୂର୍ବ କାଳରେ ସନତ କୁମାର ଆଶ୍ରିତ ମୁନିମାନଙ୍କୁ ଶୁଣାଇଥିଲେ। ଶ୍ରୀ ପୁରାଣ ପୁରୁଷମାନଙ୍କ ବାଣୀ ଅନୁସରଣ କରି ମୁଁ ଆପଣମାନଙ୍କ ଆଗରେ ଏକାମ୍ର କ୍ଷେତ୍ରର ବର୍ଣ୍ଣନା ବିସ୍ତୃତ ଭାବରେ କରିବାକୁ ଯାଉଛି। ଆପଣମାନେ ମନୋଯୋଗ ସହକାରେ ଏହି କ୍ଷେତ୍ରର ମାହାତ୍ମ୍ୟ ଶ୍ରବଣ କରନ୍ତୁ। ହେ ମହର୍ଷିଗଣ, ଉତ୍କଳ ଦେଶ ପରି ପୁଣ୍ୟ ଦେଶ ଅନ୍ୟତ୍ର ଦେଖାଯାଏ ନାହିଁ। ସେହିପରି ବିରଜା ଦେବୀଙ୍କ ସଦୃଶ ଦେବୀ ଅନ୍ୟତ୍ର ପରିଲକ୍ଷିତ ହୁଅନ୍ତି ନାହିଁ। ଉତ୍କଳ ଦେଶ ବିରଜା ଦେବୀ ଯେପରି ଅନ୍ୟ ଲୋକରେ ବିରଳ, ଠିକ୍ ସେହିପରି ଏକାମ୍ରବନ ନାମକ ପୁଣ୍ୟକ୍ଷେତ୍ର ମଧ୍ୟ ତ୍ରିଲୋକ ମଧ୍ୟରେ ଅନ୍ୟ କେଉଁଠି ଥିବାର ଜଣାଯାଏ ନାହିଁ। ଏହି କ୍ଷେତ୍ରର ଉତ୍ତର ଭାଗରେ କୃତ୍ତିବାସ ଶିବ ସ୍ୱୟଂ ବିରାଜମାନ କରିଛନ୍ତି। ତେଣୁ ଏକାମ୍ର କ୍ଷେତ୍ର ଭୂମଣ୍ଡଳରେ ବିଖ୍ୟାତ ହୋଇପାରିଛି। ଏ ପ୍ରଖ୍ୟାତ କ୍ଷେତ୍ରର ଗୁଣ ବର୍ଣ୍ଣନା କରିବାରେ କିଏ ସମର୍ଥ ନୁହନ୍ତି। କେବଳ ଏହି କ୍ଷେତ୍ର ସମ୍ବନ୍ଧରେ ଏକମାତ୍ର ମହେଶ୍ୱର ହିଁ ବର୍ଣ୍ଣନା କରିପାରିବେ। ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଗିରିଗହ୍ୱର ତଥା ପରିଦୃଶ୍ୟମାନ ଜଗତରେ ଶିବଙ୍କ ଆନନ୍ଦଦାୟକ ଲୋକମାନଙ୍କର ମୁଖ୍ୟପ୍ରଦ ଏ ଏକାମ୍ର କ୍ଷେତ୍ର କୌଣସିଠାରେ ହେଲେ ନଥିଲା, ନାହିଁ କିମ୍ବା ଭବିଷ୍ୟତରେ ମଧ୍ୟ ସମ୍ଭବ ହେବ ନାହିଁ। କୋଟିଏ ଲିଙ୍ଗରେ ପରିଭୂଷିତ ଏହି ସନାତନ ଦେବଭୂମିରେ ଯେଉଁ ସ୍ୱର୍ଣ୍ଣକୂଟ ହରମନ୍ଦିର ରହିଛି, ତାହାର ମାହାତ୍ମ୍ୟ ଅତୁଳନୀୟ। ଏଠାରେ ରାତ୍ରି ଯାପନ କରିବା, କ୍ଷେତ୍ର ପ୍ରଦକ୍ଷିଣ କରିବା, ସୁବର୍ଣ୍ଣଗିରିସ୍ଥିତ ଶିବଙ୍କର ସ୍ତୋତ୍ର ପାଠ କରିବା ଏବଂ ମହାମହିମାଶାଳୀ ଶିବଙ୍କର ନାମ ଜପ କଲେ ଯେଉଁ ପୁଣ୍ୟ ହୁଏ, ତାହାର ମହିମା ସହସ୍ର ଫଣା ବିଶିଷ୍ଟ ଶେଷନାଗ ଅନନ୍ତ ମଧ୍ୟ କହିପାରିବେ ନାହିଁ। ହେ ମୁନିମାନେ, ଏ ଏକାମ୍ରବନ ହେଉଛି ପ୍ରାଣୀମାନଙ୍କର ମୁକ୍ତିପ୍ରଦ, ଦେବତାମାନଙ୍କର ଜୟବର୍ଦ୍ଧକ, ସମସ୍ତ କାମନାର ଫଳପ୍ରଦ, ପୁଣ୍ୟବର୍ଦ୍ଧକ, ମୁଖ୍ୟଦାୟକ ତଥା ସକଳ କ୍ଷେତ୍ର ମଧ୍ୟରେ ଶ୍ରେଷ୍ଠ ରୂପେ ପରିଗଣିତ। ଖଣ୍ଡଗିରିଠାରୁ ଆରମ୍ଭ କରି କୁଣ୍ଡଳେଶ୍ୱର ମହାଦେବଙ୍କ ପର୍ଯ୍ୟନ୍ତ ଏବଂ ବଳହାଦେବୀଙ୍କଠାରୁ ଆରମ୍ଭ କରି ବହିରଙ୍ଗେଶ୍ୱରଙ୍କ ପର୍ଯ୍ୟନ୍ତ ଚକ୍ର ଆକାରରେ ଏହି ଗଠିତ ଶୁଭ ଫଳପ୍ରଦ ସର୍ବପାପହର ନାନା ତୀର୍ଥ ସମନ୍ୱିତ ଅତୁଳନୀୟ ଏହି ଶୁଭକ୍ଷେତ୍ର ସଂସାରରେ ପ୍ରସିଦ୍ଧି ଲାଭ କରିଛି। ଏହି କ୍ଷେତ୍ରରେ ଥିବା ଆମ୍ରବୃକ୍ଷର ଛାୟା ଏକକୋଶ ବ୍ୟାପୀ ବିସ୍ତୃତି ଲାଭ କରିଛି। ସୁନ୍ଦରେଶ୍ୱର ଆଧୁନିକ ସୁନ୍ଦରପଦରେ ପ୍ରତିଷ୍ଠିତ ମହାଦେବଙ୍କଠାରୁ ଆରମ୍ଭ କରି ବ୍ରହ୍ମେଶ୍ୱର ପାଟଣା ନିକଟସ୍ଥ ମେଘେଶ୍ୱରଙ୍କ ପର୍ଯ୍ୟନ୍ତ ମଣ୍ଡଳ ଆକାରରେ ଏହି ଆମ୍ରବୃକ୍ଷର ଶାଖାମାନ ବିସ୍ତୃତି ଲାଭ କରିଛି। ଏହି ଆମ୍ରବୃକ୍ଷର ମୂଳରେ ସ୍ୱୟଂ ତ୍ରିଭୁବନେଶ୍ୱର ଏକାମ୍ରେଶ୍ୱର ଲିଙ୍ଗ ରୂପେ ବିରାଜମାନ କରିଛନ୍ତି। ଏହି ଆମ୍ରଛାୟା ମଧ୍ୟରେ 1 କୋଟି ଲିଙ୍ଗ ବିରାଜମାନ କରିଥିବାରୁ ଏହାକୁ ଦିବ୍ୟ ପୀଠ ରୂପେ ବର୍ଣ୍ଣନା କରାଯାଇଛି। ଏହି ମହାନ କ୍ଷେତ୍ରର ବର୍ଣ୍ଣନାର ମୁଖ୍ୟ ପ୍ରାପ୍ତି ହୋଇଥାଏ। ଏ ଦିବ୍ୟଭୂମିରେ ଦାନ, ଜପ, ହୋମ ପ୍ରଭୃତି ନିଷ୍ଠାର ସହିତ କଲେ ସମସ୍ତ ଅଭିଳାଷ ପୂର୍ଣ୍ଣ ହୋଇଥାଏ। ଦେବଗଣଙ୍କ ଦ୍ୱାରା ପୂଜିତ ମଣ୍ଡଳାକାର ଏହି ଶୁଭକ୍ଷେତ୍ରଟି ସମୁଦାୟ 1 ଯୋଜନ ଅର୍ଥାତ୍ 4 କୋଶ ଅର୍ଥାତ୍ 12 କିଲୋମିଟର ବିସ୍ତୃତ। କିନ୍ତୁ ପରମ ଆନନ୍ଦଦାୟକ ଏହି ଏକକୋଶ ବ୍ୟାପୀ ଆମ୍ରଶାଖା ବିଶିଷ୍ଟ କ୍ଷେତ୍ରଟି ମହାପୁଣ୍ୟପ୍ରଦ ରୂପେ କଥିତ ହୁଏ। ଚାରିଦିଗକୁ 1 କୋଶ ଲେଖାଏଁ ବ୍ୟାପିଥିବା ଏହି କ୍ଷେତ୍ର ମଧ୍ୟରେ 1 କୋଟି ଲିଙ୍ଗ ପୂଜିତ ହେଉଛନ୍ତି। ଏହି କ୍ଷେତ୍ରରେ ସ୍ନାନ, ଜପ, ତର୍ପଣ, ଅଭିଷେକ, ପୂଜା, ସୂତ୍ରପାଠ, ନିର୍ମାଲ୍ୟ ସେବା, ପୁରାଣ ଶ୍ରବଣ ଆଦି ଓ ଦାନ ଆଦି କରାଗଲେ ଜନସାଧାରଣ ନବଧା ଭକ୍ତିର ଫଳ ଲାଭ କରନ୍ତି। ଏହି କ୍ଷେତ୍ରର ପୂର୍ବ ଭାଗଟି ଅତ୍ୟନ୍ତ ପୁଣ୍ୟପ୍ରଦ ସ୍ଥାନ ରୂପେ ପରିଗଣିତ ହୁଏ। ପ୍ରଥମେ ବିନ୍ଦୁ ସରୋବରରେ ସ୍ନାନ କରି ପୁରୁଷୋତ୍ତମ ଶ୍ରୀ ଅନନ୍ତ ବାସୁଦେବଙ୍କୁ ଦର୍ଶନ କରିବା ଉଚିତ।
ତତ୍ପରେ ଦେବୀ ପାଦହରା ନାମକ ସ୍ଥାନ ଦର୍ଶନ କରି ତୀର୍ଥେଶ୍ୱର ମହାଦେବଙ୍କ ଦର୍ଶନ ଅତ୍ୟନ୍ତ ମଙ୍ଗଳପ୍ରଦ। ଏଠାରେ ତ୍ରିଭୁବନେଶ୍ୱରଙ୍କ ମନ୍ଦିରରେ ସିଂହାସନରେ ପ୍ରବେଶ କରି ପ୍ରଥମେ ବିନାୟକ, ତାପରେ ଦେବୀ ଭୁବନେଶ୍ୱରୀ, ସ୍କନ୍ଦ, ବୃଷଭ, ଗଣଚଣ୍ଡ ଅର୍ଥାତ୍ ଚଣ୍ଡେଶ୍ୱର, କଳ୍ପବୃକ୍ଷ, ସାବିତ୍ରୀ ଦେବୀ ଓ ସ୍ୱୟଂ ଲିଙ୍ଗରାଜଙ୍କୁ ଦର୍ଶନ କରିବା ଉଚିତ। ମନ୍ଦିର ମଧ୍ୟରେ ଥିବା ଏହି ଅଷ୍ଟମୂର୍ତ୍ତିଙ୍କୁ ଯେଉଁ ବ୍ୟକ୍ତି ଦର୍ଶନ କରେ ସେ 1,000 ଅଶ୍ୱମେଧ ଯଜ୍ଞର ଫଳ ଅନାୟାସରେ ଲାଭ କରିପାରେ। ବ୍ୟାସଦେବ କହିଲେ, ଏ ବ୍ରାହ୍ମଣମାନେ ଅଷ୍ଟାଦଶ ପୁରାଣ ତଥା ଦେବସମେତ ସ୍ନାନ ଓ ଅନୁଷ୍ଠାନ ବିଧି ସମ୍ପର୍କରେ ମୁଁ ତୁମମାନଙ୍କୁ କହୁଛି। ଏହା ମଧ୍ୟ ଶୈବ ପୁରାଣରେ ଶିବ ବ୍ରହ୍ମାଙ୍କୁ କହିଛନ୍ତି। ଶିବ କହିଲେ, ହେ ବ୍ରହ୍ମା, ତ୍ରିଭୁବନେଶ୍ୱର ନାମକ ଯେଉଁ ସନାତନୀ ଲିଙ୍ଗ ତାହା ଜ୍ୟୋତିର୍ମୟ ଲିଙ୍ଗ ଏବଂ ବେଦ ଓ ତତ୍ତ୍ୱ ମଧ୍ୟରେ ଗୋପୀୟ ଭାବେ ରହିଛି। ମୁଁ ସେହି ଲିଙ୍ଗ ମଧ୍ୟରେ ଅବସ୍ଥାନ କରିଛି। ହେ ବ୍ରହ୍ମା, ସଂସାର ମଧ୍ୟରେ ତୁମେ ଯେତେ ପ୍ରକାର ଜ୍ୟୋତିର୍ଲିଙ୍ଗ ପୂଜା କରିଛ ସମସ୍ତେ ହେଉଛନ୍ତି ତ୍ରିଭୁବନେଶ୍ୱରଙ୍କ ଅଂଶ ସ୍ୱରୂପ। ଆଉ ମଧ୍ୟ ପୁରାଣମାନଙ୍କରେ ଯେଉଁ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗର ବର୍ଣ୍ଣନା ରହିଛି ତନ୍ମଧ୍ୟରେ ଲିଙ୍ଗରାଜ ହେଉଛନ୍ତି ପ୍ରାଚୀନ ଏବଂ ବ୍ରହ୍ମଲିଙ୍ଗ ସେ ହେଉଛନ୍ତି ନାଦ ସ୍ୱରୂପ ଏବଂ ତାଙ୍କର ବର୍ଣ୍ଣ ହେଉଛି ଶୁକ୍ଳ, କୃଷ୍ଣ, ଅରୁଣ। ଶ୍ରୀ ଲିଙ୍ଗରାଜ ମନୋରମ ଏକାମ୍ର କ୍ଷେତ୍ରରେ ବିରାଜମାନ କରୁଛନ୍ତି। ଶ୍ରୀ ଲିଙ୍ଗରାଜଙ୍କ ସମ୍ପର୍କରେ କୌଣସି ପ୍ରମାଣ ମିଳେ ନାହିଁ ଏବଂ ସେ ହେଉଛନ୍ତି ପରମେଶ୍ୱର। ସଂସାର ରୂପକ ସମୁଦ୍ରରେ ସେ ହେଉଛନ୍ତି ନୌକା ସଦୃଶ ବୋଲି ସାଧୁସନ୍ଥମାନେ କହିଥାନ୍ତି। ହେ ବ୍ରହ୍ମା, ଏକାମ୍ରବନ ମଧ୍ୟରେ ସ୍ଥିତ ସ୍ୱର୍ଣ୍ଣଶିଖର ବିଶିଷ୍ଟ ପର୍ବତରେ ମୁଁ ଅବସ୍ଥାନ କରିଛି। ଏକାମ୍ର ବୃକ୍ଷର ଛାୟାରେ ଗୋଟିଏ ଶିବଲିଙ୍ଗ ବିରାଜମାନ କରିଛନ୍ତି। ସେହି ଲିଙ୍ଗମାନଙ୍କର ଭକ୍ତ ଜନତା ଦର୍ଶନ ସ୍ପର୍ଶ କରୁଛନ୍ତି। ଏହି ବନ ମଧ୍ୟରେ ଗୋଟିଏ ମାତ୍ର ଆମ୍ବ ଗଛ ଥିବାରୁ ଏହାର ନାମ ଏକାମ୍ରବନ ହୋଇଛି। ସେହି ଆମ୍ର ବୃକ୍ଷ ନିକଟରେ ନିଜ ତେଜରେ ପରିସ୍ଫୁଟ ହେଉଥିବା ଲିଙ୍ଗ ମଧ୍ୟରେ ମୁଁ ବିରାଜମାନ କରିଛି। ଏହି ଲିଙ୍ଗର ମୂଳ ଭାଗ ସ୍ଫଟିକ, ମଧ୍ୟଭାଗ ବୈଦୁଜ୍ୟ ସଦୃଶ ଓ ଊର୍ଦ୍ଧ୍ୱଭାଗ ପଦ୍ମରାଗ ମଣିତୁଲ୍ୟ। ସେହି ଲିଙ୍ଗର ଜ୍ୟୋତି ଅତୁଳନୀୟ ଅଟେ। ସେହି ଲିଙ୍ଗର ଶିଖର ଦେଶ ପ୍ରଚଣ୍ଡ ଅନଳସିକା ସଦୃଶ ଦୀପ୍ତିମନ୍ତ ଓ ତାହାର ତେଜରେ ଦିଗ ବିଦିଗ ସର୍ବଦା ଜଳୁଥିବା ପରି ଶୋଭା ପାଉଥାଏ। ହେ ମୁନିଗଣ, ଏହି ଉତ୍କଳ ଦେଶର ଏକାମ୍ର କ୍ଷେତ୍ରରେ ସର୍ବକାମନା ପ୍ରଦାୟକ କୃତ୍ତିବାସ ମହେଶ୍ୱର ଶିବ ପ୍ରତିଷ୍ଠିତ ହୋଇଛନ୍ତି। ସେ ବୃଷଧ୍ୱଜ ଶିବ ସକଳ ଜନତାର ଭୁକ୍ତିମୁକ୍ତି ପ୍ରଦାୟକ ତଥା ମଙ୍ଗଳକାରୀ ଅଟନ୍ତି। ହେ ବିପ୍ରଗଣ, ଋକ୍, ସାମ, ଯଦୁ ଓ ଅଥର୍ବବେଦର ସୂକ୍ତରେ ବ୍ରହ୍ମାଦି ଦେବତାମାନେ ସେ ଅବ୍ୟୟ ଲିଙ୍ଗରାଜଙ୍କୁ ସ୍ତୁତି କରିଥାନ୍ତି। ସେପରି ସାମବେଦର ମନ୍ତ୍ର ଦ୍ୱାରା ବ୍ରାହ୍ମଣମାନେ ଲିଙ୍ଗରାଜଙ୍କ ସ୍ତୁତି ଗାନ କରି ଆନନ୍ଦିତ ହେବା ସଙ୍ଗେ ସଙ୍ଗେ ପ୍ରଣାମ ନିବେଦନ କରନ୍ତି। ସେପରି ଅଥର୍ବବେଦାଧ୍ୟାୟୀମାନେ ତ୍ରିଭୁବନେଶ୍ୱର ଲିଙ୍ଗରାଜଙ୍କୁ ଦର୍ଶନ ଓ ସ୍ପର୍ଶନ କରି ଆନନ୍ଦିତ ହେବା ସଙ୍ଗେ ସଙ୍ଗେ ନମସ୍କାର କରି ସକଳ କାମନା ପୂରଣ କରନ୍ତି। ବେଦମନ୍ତ୍ର ତତ୍ତ୍ୱରେ ଯାହାଙ୍କୁ ଜାଣି ହେଉଥିବାରୁ ସେ ଲିଙ୍ଗ ନାମରେ ଅଭିହିତ ହୋଇଛନ୍ତି। ସେ ହେଉଛନ୍ତି ପୂର୍ଣ୍ଣ ବ୍ରହ୍ମ ସ୍ୱରୂପ, ତେଣୁ ସେ ସାଧାରଣ ଲିଙ୍ଗ ନୁହନ୍ତି। ତାହାଙ୍କ ଚରିତ ଶ୍ରେଷ୍ଠ ଋଷିମାନେ ବେଦାନ୍ତରେ ବ୍ରହ୍ମ ରୂପରେ ଧ୍ୟାନ ଓ ଗାନ କରିଥାନ୍ତି। ସେ ବ୍ରହ୍ମଲିଙ୍ଗ ସ୍ୱରୂପୀ ହର ଏ ସ୍ୱର୍ଣ୍ଣକୂଟଗିରି ଶିଖରରେ ବିରାଜମାନ କରିଛନ୍ତି। ହେ ହରିହର ରୂପୀ ସେହି ଲିଙ୍ଗ ଶୈବ ତଥା ବୈଷ୍ଣବମାନଙ୍କ ମଧ୍ୟରେ ପୂଜିତ ଏକାମ୍ରବନର ତୁମରି ନିକଟରେ ବିରାଜମାନ କରିଛନ୍ତି। ହେ ଏକାନ୍ତ ତ୍ରିବାର ସତ୍ୟ, ମୁଁ ତୁମକୁ ତ୍ୟାଗ କରି ଅନ୍ୟ କୌଣସି ସ୍ଥାନକୁ ଯିବି ନାହିଁ। ଭଗବାନ ଶମ୍ଭୁ ହେଉଛନ୍ତି ଲିଙ୍ଗ ରୂପଧାରୀ ଏବଂ ଧର୍ମ, ଅର୍ଥ, କାମ ଓ ମୋକ୍ଷ ପ୍ରଦାୟକ। ସେ ବିଷ୍ଣୁଙ୍କ ଦକ୍ଷିଣରେ ଅବସ୍ଥାନ କରିଛନ୍ତି। ସେ ତ୍ରିଭୁବନେଶ୍ୱରଙ୍କ ଲିଙ୍ଗର ମୂଳ ଭାଗ ଶ୍ଵେତବର୍ଣ୍ଣ, ମଧ୍ୟଭାଗ ନୀଳବର୍ଣ୍ଣ ଓ ଊର୍ଦ୍ଧ୍ୱଭାଗ ମାଣିକ୍ୟ ସଦୃଶ ଶୋଭା ପାଉଛି। ଏ ଏକାମ୍ରବନ ହେଉଛି ସର୍ବତୀର୍ଥମ ସ୍ଥାନ ଏବଂ ସାକ୍ଷାତ ବ୍ରହ୍ମଲିଙ୍ଗ ସ୍ୱରୂପ ଧାରଣ କରି ଅନନ୍ତ ବାସୁଦେବଙ୍କ ଉତ୍ତର ଭାଗରେ ବିଜେ କରି ଅଛନ୍ତି। ଲିଙ୍ଗରାଜ ମହାପ୍ରଭୁ ଅନନ୍ତ ବାସୁଦେବଙ୍କୁ କହିଲେ, ତୁମେ ଏଠାରେ କ୍ଷେତ୍ରପାଳ ରୂପେ ମୋର ଉତ୍ତର ଦିଗରେ ଅବସ୍ଥାନ କର। ସେହି ଦିନଠାରୁ ନିଜର ପରିଷଦ ବର୍ଗଙ୍କ ସହିତ ଶିବଙ୍କ ଆଦେଶରେ କ୍ଷେତ୍ରପାଳ ରୂପେ ଚକ୍ରପାଣି ଗଦାଧର ଏହି କ୍ଷେତ୍ରର ସୁରକ୍ଷାରେ ନିଯୁକ୍ତ ଅଛନ୍ତି। ଏହି କ୍ଷେତ୍ରର ଅଧିକାରୀ ବ୍ରହ୍ମା କିମ୍ବା ଜନାର୍ଦ୍ଦନ ନୁହନ୍ତି। ଏହି କ୍ଷେତ୍ରର କର୍ତ୍ତା ନିଜେ ଶିବ ରାଜା ରୂପେ ରହିଛନ୍ତି। ଯେଉଁମାନେ ବାପପରାୟଣ ସେମାନେ ଶିବଙ୍କ ବାଣ ଦ୍ୱାରା ନିହତ ହୋଇଛନ୍ତି। ହେ ବିପ୍ରଗଣ, ତୁମେମାନେ ସଂସାର ରୂପକ ସାଗର ଏବଂ ଜାଲ ରୂପକ ପାଶ ରୂପକ ସଂସାର ମୁକ୍ତ ହେବା ପାଇଁ ଏହି କ୍ଷେତ୍ରକୁ ଆଶ୍ରୟ କର। ଯେଉଁମାନେ ମନରେ ସଂକଳ୍ପ କରି ସେହି ଏକାମ୍ର କ୍ଷେତ୍ରକୁ ଗମନ କରନ୍ତି ସେମାନେ ନିଜର ସକଳ ପାପ କ୍ଷୟ କରିବା ସଙ୍ଗେ ସଙ୍ଗେ ନିଜର କୁଳ ଅର୍ଥାତ୍ ବଂଶକୁ ଉଦ୍ଧାର କରନ୍ତି। ଏକାମ୍ର ସଦୃଶ କ୍ଷେତ୍ର ଅନ୍ୟ କେଉଁଠାରେ ଦେଖାଯାଏ ନାହିଁ। ଏହି କ୍ଷେତ୍ରକୁ ଯାଇ ଲୋକମାନେ ଉତ୍ତମ ଗତି ମୋକ୍ଷ ଲାଭ କରିଥାନ୍ତି। ମନୁଷ୍ୟମାନେ ବିନ୍ଦୁ ହ୍ରଦରେ ସ୍ନାନ କରି ତାହାର ତୀରରେ ଅବସ୍ଥିତ ପୁରୁଷୋତ୍ତମ ଅର୍ଥାତ୍ ଅନନ୍ତ ବାସୁଦେବ ତଥା ଦେବୀ ପାଦହରା ଭବାନୀ ଶଙ୍କରଙ୍କୁ ଦର୍ଶନ କରି ଅକ୍ଷୟ ପୁଣ୍ୟ ଫଳ ଲାଭ କରିଥାନ୍ତି। ଆଉ ମଧ୍ୟ ଦେବୀ ପାଦହରା
ନାମକ ତୀର୍ଥରେ ସ୍ନାନ କରି ଶ୍ରୀ ଭୁବନେଶ୍ୱରଙ୍କୁ ଦର୍ଶନ କରନ୍ତି। ସେମାନେ ମଧ୍ୟ ଅକ୍ଷୟ ପୁଣ୍ୟ ଅର୍ଜନ କରନ୍ତି ଏବଂ ସେମାନଙ୍କର ଜନ୍ମଜନ୍ମାନ୍ତର ପାପ ତତ୍କ୍ଷଣାତ୍ ବିନଷ୍ଟ ହୋଇଯାଏ। ପୃଥିବୀରେ ଯେତେ ପୁଣ୍ୟତୀର୍ଥ ନଦୀ ସରସୀ ପୁଷ୍କରିଣୀ ତଡ଼ାଗ ବାପି ଓ କୂପର ସାଗର ରହିଛି, ସବୁଥିରୁ ପୃଥକ୍ ଭାବେ ତୈଳବିନ୍ଦୁ ସଂଗ୍ରହ କରି ଭଗବାନ ରୁଦ୍ର ଦେବତା ଓ ଋଷିମାନଙ୍କ ଉପସ୍ଥିତିରେ ଏହି ପୁଣ୍ୟ ସରୋବର ଖୋଦନ କରାଇଛନ୍ତି। ଏଥିରେ ସକଳ ତୀର୍ଥର ଜଳବିନ୍ଦୁ ରହିଥିବାରୁ ଏହାର ନାମ ବିନ୍ଦୁ ସରୋବର ବିନ୍ଦୁ ସାଗର ହୋଇଛି। ମାର୍ଗଶିର ଓ ବୈଶାଖ ମାସରୁ କୃଷ୍ଣ ଅଷ୍ଟମୀ ତିଥିରେ ସଞ୍ଜତେନ୍ଦ୍ରିୟ ହୋଇ ଯେଉଁମାନେ ଶ୍ରଦ୍ଧାରେ ବେଦବିଧି ଅନୁସାରେ ଯାତ୍ରା କରିବା ସଙ୍ଗେ ସଙ୍ଗେ ବିନ୍ଦୁ ସାଗରରେ ସ୍ନାନପୂର୍ବକ ଦେବତା ଋଷି ପିତୃମାନଙ୍କ ନାମଗୋତ୍ର ଉଚ୍ଚାରଣ ପୂର୍ବକ ତର୍ପଣ କରନ୍ତି, ସେମାନେ ଶିବଙ୍କ ଭୁବନ କୈଳାସକୁ ଗମନ କରନ୍ତି। ଯେଉଁମାନେ ସେହି କ୍ଷେତ୍ରରେ ବ୍ରାହ୍ମଣମାନଙ୍କୁ ଧନ ଦାନ କରନ୍ତି, ସେମାନେ ଅନ୍ୟ କ୍ଷେତ୍ରରେ ଦେଇଥିବା ଦାନ ତୁଳନାରେ ଶତଗୁଣ ଅଧିକ ପୁଣ୍ୟଫଳ ଅର୍ଜନ କରନ୍ତି। ଏହି ପୁଷ୍କରିଣୀର ତଟରେ ଯେଉଁମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରନ୍ତି, ସେମାନେ ପିତୃପୁରୁଷଙ୍କୁ ଅକ୍ଷୟ ତୃପ୍ତି ପ୍ରଦାନ କରନ୍ତି। ଏଥିରେ ଆଦୌ ସନ୍ଦେହ ନାହିଁ। ପ୍ରଥମେ ଦେହରୁ ମଳି ଛଡ଼ାଇ ତତ୍ପରେ ପୂର୍ବମୁଖ ହୋଇ ନାଭି ପର୍ଯ୍ୟନ୍ତ ଜଳରେ ପ୍ରବେଶ କରି ତୀର୍ଥ ଜଳରେ ସ୍ନାନ କରିବା ବିଧେୟ। ତାପରେ ହସ୍ତରେ କୁଣ୍ଡ ଧାରଣ ପୂର୍ବକ ତୀର୍ଥାଦୀପ ଅନନ୍ତ ବାସୁଦେବଙ୍କୁ ସ୍ତୁତି କରିବା ଉଚିତ। ବିନ୍ଦୁ ସରୋବର ମଧ୍ୟରେ ସକଳ ତୀର୍ଥର ଜଳ ପରିପୂର୍ଣ୍ଣ ହୋଇ ରହିଛି। ସେଥିରେ ସ୍ନାନ କଲେ ସକଳ ତୀର୍ଥ ସ୍ନାନର ପୁଣ୍ୟଫଳ ମିଳିଥାଏ। ସ୍ୱର୍ଗ ମର୍ତ୍ତ୍ୟ ଓ ଅନ୍ୟ କୌଣସି ଲୋକରେ ତଥା ବ୍ରହ୍ମାଣ୍ଡ ମଣ୍ଡଳରେ ବିନ୍ଦୁସାଗର ସଦୃଶ ତୀର୍ଥ ନାହିଁ। ହେ ତଣ୍ଡି ଋଷିବର, ସେ ବିନ୍ଦୁ ସରୋବର ମଧ୍ୟରେ ଶଙ୍କରଙ୍କ ଦ୍ୱାରା ନିର୍ମିତ ଶଙ୍କର ବାପି ରହିଛି। ଏହା ସଚରାଚର ଲୋକ ଜାଣିଛନ୍ତି। ଏ ବିଷୟରେ ବ୍ରହ୍ମାଦି ଦେବତାମାନଙ୍କୁ ଦେଖି ସ୍ୱୟଂ ଶିବ କହିଥିଲେ, ଏହି ବିନ୍ଦୁ ସରୋବର ହେଉଛି ସାକ୍ଷାତ ମୁଁ ଅର୍ଥାତ୍ ଶିବ ଓ ଶଙ୍କର ବାପି ହେଉଛି ସାକ୍ଷାତ ଗୋପାଳିନୀ ପାର୍ବତୀ। ଏହି ବିନ୍ଦୁ ସରୋବରରେ ଦେହତ୍ୟାଗ, ସୂକ୍ଷ୍ମେଶ୍ୱରଙ୍କଠାରେ ପିଣ୍ଡଦାନ ଏବଂ କେଦାରକୁଣ୍ଡରୁ ଜଳପାନ କଲେ ଇହଲୋକରେ ଜନ୍ମ ହେବାକୁ ପଡ଼େ ନାହିଁ। ପ୍ରତି ମାସରେ ଚତୁର୍ଦ୍ଦଶୀ ତିଥିରେ ଯେଉଁ ବ୍ୟକ୍ତି ବିନ୍ଦୁ ସାଗରରେ ସ୍ନାନ କରେ, ସେ ମନୋବାଞ୍ଛିତ ଫଳ ଲାଭ କରିଥାଏ। ବିଶେଷତଃ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଯଦି ସୋମବାରରେ ପଡ଼ିଥାଏ, ତେବେ ସେଦିନ ବିନ୍ଦୁ ସରୋବରରେ ସ୍ନାନ କଲେ ମନୁଷ୍ୟ ବୈକୁଣ୍ଠପୁରକୁ ଗମନ କରେ। ଯେଉଁ ବ୍ୟକ୍ତି ବିନ୍ଦୁସାଗର ଜଳ ଯଥେଷ୍ଟ ପାନ କରେ, ସେ ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ଶିବଲୋକରେ ବାସ କରେ। ବିନ୍ଦୁସାଗର ଜଳ ପାନ କଲେ ପାପରୁ ମୁକ୍ତି ମିଳେ ଏବଂ ସ୍ନାନର ଫଳ ଆଉ ଅଧିକା କ'ଣ କହିବି। ବାରାଣସୀରେ ଚରାଚର 72 ଯୁଗ ପର୍ଯ୍ୟନ୍ତ ତପସ୍ୟା କଲେ ଯେଉଁ ଫଳ ମିଳେ, ବିନ୍ଦୁସାଗରରେ ଥରେ ମାତ୍ର ସ୍ନାନ କଲେ ସେହି ଅନୁରୂପ ଫଳ ପ୍ରାପ୍ତି ହୋଇଥାଏ। କୁରୁକ୍ଷେତ୍ର, ପ୍ରୟାଗ ଓ ଗଙ୍ଗାସାଗର ସଙ୍ଗମ ସ୍ଥଳରେ ସ୍ନାନ କଲେ ଯେଉଁ ଫଳ ମିଳେ, ବିନ୍ଦୁସାଗରରେ ଥରେ ମାତ୍ର ସ୍ନାନ କଲେ ତା'ର କୋଟି ଗୁଣ ଫଳ ପ୍ରାପ୍ତି ହୋଇଥାଏ। ଯେଉଁଠାରେ ସାକ୍ଷାତ ଜଗନ୍ନାଥ, ବିଶ୍ୱେଶ୍ୱର ଓ ବିନ୍ଦୁସାଗର ରହିଛନ୍ତି, ସେଠାରେ ତୀର୍ଥ ସେବା କଲେ ନିଶ୍ଚୟ ରୂପେ ମୁକ୍ତି ମିଳିଥାଏ। ଏଥିରେ ସନ୍ଦେହ ନାହିଁ। ଋଷିମାନେ କହିଲେ, ସର୍ବଜ୍ଞ ବ୍ୟାସଦେବ, ଆମମାନେ ବର୍ତ୍ତମାନ ଏକାମ୍ର କ୍ଷେତ୍ରର ଦେବଦର୍ଶନର ଫଳ ସମ୍ବନ୍ଧରେ ଶୁଣିବାକୁ ଚାହୁଁଛୁ। ବ୍ୟାସଦେବ କହିଲେ, ମୁନିଗଣ, ବାସୁଦେବ ଆଦି ଦେବ ବିଗ୍ରହଙ୍କ ଦର୍ଶନର ଫଳ ମୁଁ ଯଥାକ୍ରମେ ସଂସାର ମଙ୍ଗଳ ପାଇଁ ତୁମମାନଙ୍କ ଆଗରେ ପ୍ରକାଶ କରୁଛି। ସମସ୍ତ ପ୍ରାଣୀଙ୍କ ଅନ୍ତରାତ୍ମା ଗଦାଧର ଭଗବାନ ବିଷ୍ଣୁ ବାସୁଦେବ ବିନ୍ଦୁସାଗରର ଅଧ୍ୟକ୍ଷ ଅଟନ୍ତି। ସେ ସମସ୍ତଙ୍କ ଅନ୍ତରରେ ଭାବ ଜାଣି ଅନୁରୂପ ଫଳ ପ୍ରଦାନ କରିଥାନ୍ତି। ସେହି ଅନନ୍ତ ବାସୁଦେବ ବିନ୍ଦୁ ହ୍ରଦ ନିକଟରେ ଅବସ୍ଥାନ କରିଛନ୍ତି। ଅନନ୍ତ ବାସୁଦେବଙ୍କ ଆଜ୍ଞା ନେଇ ବିନ୍ଦୁସାଗରରେ ସ୍ନାନ କରିବା ଉଚିତ। ସେହି ଅନନ୍ତ ବାସୁଦେବଙ୍କୁ ବନ୍ଦନା ନ କରି ସେଠାରେ ସ୍ନାନ କଲେ ସ୍ନାନ, ଦାନ, ତର୍ପଣ ଆଦି କର୍ମ ନିଷ୍ଫଳ ହୋଇଥାଏ। ଏକାମ୍ର କ୍ଷେତ୍ରରେ ବିନ୍ଦୁସାଗର ନିକଟରେ ପରମାତ୍ମା ସନାତନ ବ୍ରହ୍ମସ୍ୱରୂପୀ ଶାଶ୍ୱତ ଈଶ୍ୱର ଶ୍ୟାମବର୍ଣ୍ଣ ପ୍ରସ୍ତରରେ ନିର୍ମିତ ଓ ସୂର୍ଯ୍ୟଙ୍କ ପରି ତାଙ୍କ ତେଜ ଦେଦୀପ୍ୟମାନ ହେଉଛି। ସେ ହେଉଛନ୍ତି ବ୍ରହ୍ମସ୍ୱରୂପ, ନିଷ୍ପାପ, ଭକ୍ତପ୍ରିୟ, ଶାନ୍ତମନା ଓ ଦିବ୍ୟାଙ୍ଗଯୁକ୍ତ। ସେ ମଧ୍ୟ ରାକ୍ଷସ ସ୍ୱରୂପୀ ପାପାତ୍ମ ମନୁଷ୍ୟମାନଙ୍କର ମନୋଭାବ ଜାଣି ଯଥାବିହିତ ଫଳ ପ୍ରଦାନ କରନ୍ତି। ଅନନ୍ତ ଓ ଗଦାଧର ବାସୁଦେବଙ୍କ ଦର୍ଶନ ଫଳରେ ନାସ୍ତିକ ଓ ଶଠ ଖଳ ଲୋକମାନେ ଏହି ଏକାମ୍ର କ୍ଷେତ୍ରରେ ମୁକ୍ତି ଲାଭ କରିଥାନ୍ତି। ତେଣୁ ବିନ୍ଦୁସାଗରରେ ସ୍ନାନ କରି ପୁରୁଷୋତ୍ତମ ବାସୁଦେବ ଓ ଦେବୀ ପାଦହରାଙ୍କ ଦର୍ଶନ ସର୍ବସାବଧାନତାର ସହିତ କରିବା ଉଚିତ। ସେ ଦେବୀ ପାଦହରାଙ୍କ ଦର୍ଶନ ପୂଜନ କରି ଲୋକମାନେ ସୁଖ ପ୍ରାପ୍ତ ହୋଇଥାନ୍ତି। ସେ ଦେବୀ ପାଦହରା ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ଦ୍ୱିତୀୟ ବିଗ୍ରହ ସ୍ୱରୂପ ଅଟନ୍ତି। ତେଣୁ ବିନ୍ଦୁ ହ୍ରଦରେ ସ୍ନାନ କରି ଦେବୀ ପାଦହରାଙ୍କ ଦର୍ଶନ ପରେ ତୀର୍ଥେଶ୍ୱରଲିଙ୍ଗଙ୍କୁ ଦର୍ଶନ କଲେ ଲୋକମାନେ ସକଳ ପାପରୁ ମୁକ୍ତ ହୁଅନ୍ତି। ଭବାନୀ ଶଙ୍କରଙ୍କ ମୂର୍ତ୍ତି ଦର୍ଶନ କରି ତାଙ୍କ ମଧ୍ୟ ବନ୍ଦନା କରିବା ବିଧେୟ। ଭବାନୀ ଶଙ୍କରଙ୍କୁ ବନ୍ଦେ ସର୍ବଦୁଃଖ ହରୁ ପରୁ ପିତାମହୁ ଚ ଦେବାନାଂ ପିତରୁ କରୁଣା କରୁ। ତୀର୍ଥେଶ୍ୱରଙ୍କ ଧ୍ୟାନ। ତୀର୍ଥେଶ୍ୱର ନମସ୍ତେସ୍ତୁ
ତୀର୍ଥସ୍ନାନ ଫଳପ୍ରଦ ପୁତ୍ର ପୌତ୍ରಂ ପପୋତମ ଚ ଦେହି ମେ ତ୍ରିପୁରାନ୍ତକ। ବିନ୍ଦୁସାଗରରେ ସ୍ନାନ କରି ଦେବତାମାନଙ୍କୁ ଜଳ ଅଞ୍ଜଳି ପ୍ରଦାନ ପୂର୍ବକ କୃତିବାସୀଙ୍କ ଅଷ୍ଟମୂର୍ତ୍ତିଙ୍କୁ ଦର୍ଶନ କଲେ ପରମପଦ ଲାଭ ହୋଇଥାଏ। ବିନ୍ଦୁସାଗରରେ ସ୍ନାନ, ଅନନ୍ତ ବସୁଦେବଙ୍କ ଦର୍ଶନ ତଥା ଅଷ୍ଟମୂର୍ତ୍ତିଙ୍କୁ ନମସ୍କାର କରିବା ଅଶେଷ ପୁଣ୍ୟ ଫଳରେ ସମ୍ଭବ ହୋଇଥାଏ। ଏହା ଯଥାକ୍ରମେ କରାଗଲେ ସକଳ ଯଜ୍ଞର ଫଳ ଲାଭ କରାଯାଇଥାଏ। ତାପରେ ଗଣେଶ, ବୃଷଭ, ଗଣଚଣ୍ଡ, କାର୍ତ୍ତିକେୟ, ସାବିତ୍ରୀ, ଗୋପାଳିନୀ ଦେବୀ, କଳ୍ପବୃକ୍ଷ ତଥା ଲିଙ୍ଗରାଜଙ୍କୁ ଦର୍ଶନ କଲେ ଆଉ ମାତାଙ୍କ ଗର୍ଭକୁ ଆସିବାକୁ ପଡ଼େ ନାହିଁ। ସେହି ହେତୁରୁ ମନ୍ଦିର ମଧ୍ୟକୁ ସଚେତେନ୍ଦ୍ରିୟ ହୋଇ ପ୍ରବେଶ କରି ଯଥାକ୍ରମେ ସମସ୍ତ ଦେବତାଙ୍କୁ ପୂଜା କରିବା ବିଧେୟ। ପ୍ରଥମେ ମନ୍ଦିରକୁ ପ୍ରବେଶ କରି ଉତ୍ତରମୁଖ ଗଣେଶଙ୍କୁ ଦର୍ଶନ କରିବା ସଙ୍ଗେ ସଙ୍ଗେ ଏହି ଶୁଭ ବାକ୍ୟ ପାଠ କରିବା ଉଚିତ। ବିଘ୍ନେଶ୍ୱର ନମସ୍ତେସ୍ତୁ ସର୍ବସିଦ୍ଧି ପ୍ରଦାୟିନେ ଅବିଘ୍ନଂ ଭୁବନେଶ୍ୱସ୍ୟ ଦର୍ଶନଂ ଦେହି ମେ ପ୍ରଭୁ। ବିଘ୍ନ ବିନାଶକାରୀ ଗଣ ବିନାୟକଙ୍କୁ ଗନ୍ଧା, ପୁଷ୍ପ, ମାଳା, ଦୀପ, ମୋଦକ ଓ ଲଡ଼ୁ ଦ୍ୱାରା ବିଧିବିଧାନର ସହିତ ଭକ୍ତି ଓ ଶକ୍ତି ଅନୁସାରେ ପୂଜା କରି ଏହି ମନ୍ତ୍ର ପାଠ କରିବ। ନମସ୍ତେ ସିଦ୍ଧିଦା ଗଣେଶ କର୍ମସିଦ୍ଧି ପ୍ରଦାୟକ ଅବିଘ୍ନ ସର୍ବଦେବେଶ ଭୁକ୍ତିମୁକ୍ତି ଫଳପ୍ରଦ। ପ୍ରଭ ବିଷ୍ଣୁ ନମସ୍ତୁଭ୍ୟଂ ମମ ବିଘ୍ନ ପ୍ରଶାନ୍ତିଦଃ ପ୍ରସିଦ୍ଧ ମଧୁରୋଳାକ୍ଷୀ ଭୃଙ୍ଗି କୂଳ କପୋଳକ। ତାପରେ ହେ ମୁନିବର ପରମେଶ୍ୱରଙ୍କ ଈଶାନ୍ୟ କୋଣରେ ଅବସ୍ଥିତ ଦେବୀ ଗୋପାଳିନୀଙ୍କ ମନ୍ଦିରକୁ ଯାଇ ଦଣ୍ଡା ପ୍ରଣାମ କରି ଏହି ମନ୍ତ୍ର ପାଠ କରିବ। ଗୋପାଳିନୀ ନମସ୍ତେସ୍ତୁ କୀର୍ତ୍ତିବାସ ବିମର୍ଦିନୀ ପୁତ୍ର ପୌତ୍ରಂ ପ୍ରପୌତ୍ରଂ ଚ ଦେହି ମେ ଭୁବନେଶ୍ୱରୀ। ଦେବୀ ମାତୃବତ୍ ସକଳ ଅଖିଳ ସଂସାରର ପ୍ରାଣୀମାନଙ୍କୁ ପାଳନ କରିଥିବାରୁ ତାଙ୍କୁ ଦେବତା ଓ ସିଦ୍ଧ ମହର୍ଷିମାନେ ଗୋପାଳିନୀ ନାମରେ ନାମିତ କରିଛନ୍ତି। ତାଙ୍କର ସନ୍ତୋଷ ବିଧାନ ନିମିତ୍ତ ଏହି ମନ୍ତ୍ର ସ୍ୱୟଂ ଶିବ କହିଛନ୍ତି। ତାଙ୍କୁ ପୂଜା କରି ସେହି ମନ୍ତ୍ର ପାଠ କରେ ତାର ସକଳ କାମନା ପୂରଣ ହୋଇଥାଏ। ବିଶ୍ୱଧାତ୍ରୀ ଜଗନ୍ମାତଃ ଗୋପାଳିନୀ ଜଗନ୍ମୟେ ସିଦ୍ଧ ବିଦ୍ୟାଧରେ ଜୁଷ୍ଟେ ବରଦେ କାମରୂପିଣୀ ପ୍ରସିଦ୍ଧ ସୁର ଶତ୍ରୁଘ୍ନେ ଭକ୍ତା ନାମ ଅଭୟପ୍ରଦେ ସର୍ବସିଦ୍ଧି ପ୍ରଦୟ ଦେବୀ ଗୋପାଳିନୀ ନମସ୍ତୁତେ। ତାଙ୍କୁ ପ୍ରଣାମ କରି କାର୍ତ୍ତିକେୟଙ୍କ ନିକଟକୁ ଯିବା ବିଧେୟ। ସେଠାରେ ଦକ୍ଷିଣାଭିମୁଖ ହୋଇ ରହିଥିବା କାର୍ତ୍ତିକେୟଙ୍କୁ ପ୍ରଣାମ କରି ଏହି ମନ୍ତ୍ର ପାଠ କରିବ। କ୍ରଞ୍ଚ ହସ୍ତେ ନମସ୍ତୁଭ୍ୟଂ ପାର୍ବତୀ ପ୍ରୀତି ବର୍ଦ୍ଧନ ନମସ୍ତେ ନାକସୈନ୍ୟାନ୍ୟୈ ସ୍ୱର୍ଗଲୋକଂ ପ୍ରଯଚ୍ଛାମି। ଏହି ନାମ କୀର୍ତ୍ତନ ପୂର୍ବକ ନିଜ ଶକ୍ତି ଅନୁସାରେ ଗନ୍ଧ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ ତଥା ବସ୍ତ୍ର ପ୍ରଦାନ କରି କାର୍ତ୍ତିକେୟଙ୍କୁ ପୂଜା କରିବ। ପୂଜା ଶେଷରେ କୁମାରଙ୍କୁ ଏହି ମନ୍ତ୍ରରେ ପ୍ରାର୍ଥନା କରିବା ବିଧେୟ। କୁମାର ଶଙ୍କର ବୀର ହେଇମବତ୍ୟ ସୁତା ବିଭୁ ଷଣ୍ମୁଖ ସୁରଶତ୍ରୁଘ୍ନ ଗୃହସେନା ବିମର୍ଦନଃ ଗୁପ୍ତା ଗଣପତିଶ୍ଚ ସୁବ୍ରହ୍ମଣ୍ୟ ଶିବାତ୍ମଜଃ ସ୍କନ୍ଦ ସର୍ବସହ ବୀର ସୁଧନ୍ୟ ସବିତିଞ୍ଜୟଃ। ଲିଙ୍ଗରାଜଙ୍କ କିଞ୍ଚିତ ଉତ୍ତର ତଥା ଈଶାନ୍ୟ ଦିଗରେ ସ୍ଥିତ ମୟୂରବାହନ କାର୍ତ୍ତିକେୟଙ୍କୁ ଦର୍ଶନ କରି ମନୁଷ୍ୟ ସର୍ବସମ୍ପଦ ଲାଭ କରିପାରେ। ଏହିପରି ଭାବରେ କୁମାରଙ୍କୁ ପ୍ରାର୍ଥନା କରି ତାପରେ ବୃଷଭଙ୍କ ନିକଟକୁ ଯିବା ବିଧେୟ। ଏହି ଶିବବାହନ ବୃଷଭ ଲିଙ୍ଗରାଜଙ୍କ ଈଶାନ୍ୟ କୋଣରେ ଅଧିଷ୍ଠିତ ହୋଇଛନ୍ତି। ତାଙ୍କ ନିକଟକୁ ଯାଇ ପ୍ରଥମେ ଏହି ମନ୍ତ୍ର ପାଠ କରିବ। ନମସ୍ତେ ପରମାନନ୍ଦ ସର୍ବତୀର୍ଥ ପ୍ରଦାୟକ ଯଜ୍ଞରୋମ ନମସ୍ତେସ୍ତୁ ଶିବପ୍ରୀତି ପ୍ରଯଚ୍ଛମେ। ତାପରେ ଶ୍ରେଷ୍ଠ ପୁରୁଷଙ୍କ ସ୍ୱରୂପକୁ ହୃଦୟ ମଧ୍ୟରେ ଅଳଙ୍କୃତ କରି ନିଜର ମଙ୍ଗଳ ନିମିତ୍ତ ଯଜ୍ଞ ଉପଚାରରେ ପୂଜା କରିବା ସଙ୍ଗେ ସଙ୍ଗେ ଏହି ମନ୍ତ୍ର ପାଠ କରିବ। ହେ ବ୍ରାହ୍ମଣମାନେ, ବୃଷଭ ହେଉଛନ୍ତି ସ୍ୱୟଂ ଶିବଙ୍କ ତୁଲ୍ୟ। ତାଙ୍କୁ ଦର୍ଶନ ପୂଜା କରି ମନୁଷ୍ୟମାନେ ଶିବପ୍ରୀତି ଲାଭ କରନ୍ତି। ବୃଷଭଙ୍କ ଦର୍ଶନ ପରେ ଶିବଗଣଙ୍କ ମଧ୍ୟରେ ପ୍ରଧାନ ଚଣ୍ଡଙ୍କ ନିକଟକୁ ଯାଇ ଦର୍ଶନ କରିବ। ସେ ଶ୍ରୀ ଲିଙ୍ଗରାଜଙ୍କ ଉତ୍ତର ଭାଗରେ ପ୍ରତିଷ୍ଠିତ ହୋଇଛନ୍ତି। ତାଙ୍କୁ ଦର୍ଶନ କରିବା ମାତ୍ରେ ଏହି ସ୍ତୋତ୍ର ପାଠ କରିବ। ଚଣ୍ଡ ରୁଦ୍ର ନମସ୍ତେସ୍ତୁ ଦେବାନ ପ୍ରୀତି ବର୍ଦ୍ଧନଃ ଦର୍ଶନାର୍ଥକ ମେ ଦେହି ବିଜୟମ୍ ତେଜ ବଳ ଦ୍ରୁତମ୍। ଶିବଗଣଙ୍କ ମଧ୍ୟରେ ଶ୍ରେଷ୍ଠ ହେଉଛନ୍ତି ଚଣ୍ଡ। ଏହା ଦେବତାମାନେ ପୂର୍ବରୁ କହିଛନ୍ତି। ସେ ହେଉଛନ୍ତି ଶ୍ରେଷ୍ଠ ଲିଙ୍ଗ ସଦୃଶ ମାନ୍ୟ। ଶ୍ରୀ କୃତିବାସଙ୍କ ନିକଟରେ ସେ ସର୍ବଦା ରହିଥାନ୍ତି। ତାଙ୍କୁ ଅର୍ଚ୍ଚନା କଲେ ସେ ମନବାଞ୍ଛିତ ଫଳ ସହିତ ଆନନ୍ଦ ପ୍ରଦାନ କରନ୍ତି। ତାପରେ ଦ୍ୱିଗୁଣାତ୍ମକ କଳ୍ପବୃକ୍ଷଙ୍କ ନିକଟକୁ ଯାଇ ସାଷ୍ଟାଙ୍ଗ ପ୍ରଣିପାତ କରି ଏହି ମନ୍ତ୍ର ପାଠ କରିବ। ସେ କଳ୍ପବୃକ୍ଷ ହେଉଛନ୍ତି ତ୍ରୟୀ ମୂର୍ତ୍ତି, ଦ୍ୱିଗୁଣାତ୍ମକ ଓ ସର୍ବଫଳଦାତା ଓ ସର୍ବଦେବମୟ। ହେ କଳ୍ପବୃକ୍ଷ, ତୁମକୁ ନମସ୍କାର। ଦେବୀ ଗୋପାଳିନୀଙ୍କ ଅଗ୍ରଭାଗରେ ତ୍ରିଶାଖାଯୁକ୍ତ ମହାବୃକ୍ଷ ବିରାଜମାନ କରିଛି। ପ୍ରାଚୀନ କାଳରେ ଭଗବାନ ଶମ୍ଭୁ ବୃକ୍ଷ ରୂପେ ଏଠାରେ ଅବସ୍ଥାନ କରୁଛନ୍ତି। ତାପରେ ଦେବଦେବଙ୍କ ନୈଋତ୍ୟ କୋଣରେ ବିରାଜିତ ସର୍ବପାପ ବିନାଶିନୀ ସାବିତ୍ରୀ ଦେବୀଙ୍କ ନିକଟକୁ ଯିବା ବିଧେୟ। ସେଠାରେ ଉପସ୍ଥିତ ହୋଇ ଏହି ମନ୍ତ୍ରର ଆରାଧନା କରିବ। ଶ୍ରୀଲିଙ୍ଗରାଜଙ୍କ ନୈଋତ୍ୟ କୋଣରେ ଅଧିଷ୍ଠିତ ଶିବଙ୍କ ସଙ୍କଳ ସ୍ୱରୂପ ଏବଂ
ଦୃଷ୍ଟି ମାତ୍ର ସମସ୍ତଙ୍କ ପାପ ଅପହରଣୀ ସାବିତ୍ରୀଙ୍କୁ ଯେ ଭଲ ଭାବରେ ଅର୍ଚ୍ଚନା କରନ୍ତି ତାଙ୍କ ପାଖରେ ତିଲକର କୌଣସି ବିଷୟ ଦୁର୍ଲଭ ହେବ ନାହିଁ। ଗାୟତ୍ରୀର ପ୍ରଭା ସ୍ୱରୂପିଣୀ ସରସ୍ୱତୀ ରୂପେ ବେଦମାତା ଓ ଜଗଦ୍ଧାତ୍ରୀ ସାବିତ୍ରୀ ଆମକୁ ରକ୍ଷା କର। ଦେବଦେବଙ୍କ ପୃଷ୍ଠଭାଗରେ ନୈଋତ୍ୟ କୋଣରେ ଅବସ୍ଥିତ ସାବିତ୍ରୀଙ୍କ ପୂଜା ଓ ଦର୍ଶନ କଲେ ଅଭିଳାଷିତ ଫଳ ମିଳିଥାଏ। ତାପରେ କୃତିବାସଙ୍କୁ 3 ଥର ପ୍ରଦକ୍ଷିଣ ପୂର୍ବକ ଦର୍ଶନ କରିବା ଉଚିତ। ବୃଷଭ ଚଣ୍ଡ ବୃଷଭର ଭୂଷଣକୁ ଛୁଇଁବା ପରେ ସୋମସୂତ୍ରକୁ ଚାହିଁ ଶିବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପାପ ତତ୍କ୍ଷଣାତ୍ ବିଲୋପ ହୋଇଥାଏ। ଦକ୍ଷିଣରୁ ବାମକୁ ଓ ବାମରୁ ଦକ୍ଷିଣକୁ ଏବଂ ସଭ୍ୟ ଅବସଭ୍ୟ ନ୍ୟାୟରେ ଧୀରେ ଧୀରେ ପବିତ୍ର ମନରେ 3 ବାର ପ୍ରଦକ୍ଷିଣ କରିବା ବିଧାୟ। ପ୍ରତ୍ୟେକ ପଦକ୍ଷେପର ଅଶ୍ୱମେଧର ଫଳ ମିଳିଥାଏ। 1,000 ରାଜସ୍ୱ ଯଜ୍ଞ କଲେ ଯେଉଁ ଫଳ ମିଳିଥାଏ, ତ୍ରିବାର ପ୍ରଦକ୍ଷିଣ ଫଳରେ ସେହି ଫଳ ପ୍ରାପ୍ତି ହୋଇଥାଏ। ଶିବଙ୍କୁ ପ୍ରଦକ୍ଷିଣ କରିବା ସମୟରେ ସୋମସୂତ୍ରକୁ କେବେ ହେଲେ ଡେଇଁ କରି ଯିବା ଉଚିତ ନୁହେଁ। ଏହିପରି ଭାବରେ ଗୋଟିଏ ଥର ପ୍ରଦକ୍ଷିଣ କଲେ ବ୍ରହ୍ମହତ୍ୟା ପାପରୁ ମୁକ୍ତି ମିଳେ। ଦ୍ୱିତୀୟ ଥର ପ୍ରଦକ୍ଷିଣ କଲେ ରାଜ୍ୟ ଲାଭ ଓ ତୃତୀୟ ଥର ପ୍ରଦକ୍ଷିଣ ଫଳରେ ସର୍ବସମ୍ପଦ ଲାଭ ଇନ୍ଦ୍ର ସମ୍ପଦ ଲାଭ ହୋଇଥାଏ। ଯେଉଁମାନେ କୋଟିଲିଙ୍ଗେଶ୍ୱରଙ୍କର ପ୍ରଦକ୍ଷିଣ କରିଥାନ୍ତି, ବ୍ରହ୍ମପଦ ସେମାନଙ୍କ ନିକଟତର ହୋଇଥାଏ। ଶିବଙ୍କୁ ପ୍ରଦକ୍ଷିଣ ନମସ୍କାର ଓ ପୂଜା କରି ଦେବତାମାନେ ମଧ୍ୟ ପ୍ରତୀକ୍ଷା କରି ରହିଥାନ୍ତି। ମନୁଷ୍ୟମାନଙ୍କ କଥା କହିବା କ'ଣ, ଏହା ଫଳରେ ସକଳ କାମନା ପୂରଣ ହୋଇଥାଏ। ବୃଷଭ ଓ ଲିଙ୍ଗରାଜଙ୍କ ମଧ୍ୟ ଭାଗରେ ଯେଉଁମାନେ ଦଣ୍ଡ ପ୍ରଣାମ କରି ଲିଙ୍ଗରାଜଙ୍କୁ ଦର୍ଶନ କରନ୍ତି, ସେମାନଙ୍କର କୋଟି ସଂଖ୍ୟକ ପାତକ ତଳେ ଝଡ଼ିପଡ଼ି ଆଉ ସେମାନଙ୍କୁ ସ୍ପର୍ଶ କରିପାରନ୍ତି ନାହିଁ। କୋଟିଏ ସହସ୍ର ତୀର୍ଥକୁ ଗମନ, 100 କୋଟି ଯଜ୍ଞର ଫଳ ଶିବଙ୍କ ପ୍ରଣାମର 16 କଳା ଫଳ ସହିତ ଆଦୌ ତୁଳିତ ହୋଇପାରିବ ନାହିଁ। ଶିବଙ୍କ ପ୍ରଦକ୍ଷିଣ ଓ ଦର୍ଶନ ସମୟରେ ଯେତିକି ସଂଖ୍ୟକ ରେଣୁ ହସ୍ତ ଓ ପାଦରେ ଲାଗିଥାଏ, ସେତିକି ସହସ୍ର ବର୍ଷ ଦର୍ଶନକାରୀ ବ୍ୟକ୍ତି ଶିବଲୋକରେ ବାସ କରେ। ଆଚାରହୀନ, ବିଳାସୀ, ଅବହେଳିତ, ମିଥ୍ୟାଚାରୀ ଲୋକ ମଧ୍ୟ ଥରେ ମାତ୍ର ମହାଦେବଙ୍କୁ ପ୍ରଣାମ କଲେ ସକଳ ଦୋଷ ଖଣ୍ଡନ କରି ସେ ଅମରତ୍ୱ ଲାଭ କରିଥାଏ। ଲିଙ୍ଗରାଜ ମହାପ୍ରଭୁଙ୍କଠାରେ ଦଣ୍ଡ ପ୍ରଣାମ କରି ମନୁଷ୍ୟ କୃତକୃତ୍ୟ ହେବା ସଙ୍ଗେ ସଙ୍ଗେ ସକଳ ମଙ୍ଗଳର ଅଧିକାରୀ ମଧ୍ୟ ହୋଇଥାଏ। ଶିବ ପୁଣି କହିଲେ, ହେ ରାଜନ୍, କନ୍ଦମୂଳ ଫଳାହାର କରି ପକ୍ଷପାତ ଓ ମାସ ଧରି ଉପବାସ କରି ଇନ୍ଦ୍ରିୟାଦି ସଂଯମ ସହିତ ଦେବ ଦର୍ଶନରେ ଶତାଧିକ ବର୍ଷ ଶ୍ରୀହରିଙ୍କ ଧ୍ୟାନ ପରାୟଣ ହେଲେ ନିଷ୍ପାପ ତଥା ଅନୁରାଗବିହୀନ ଯୋଗୀମାନେ ଅନେକ ଜନ୍ମର ଅଭିଳାଷିତ ଦୁର୍ଲଭ ପଦ ପାଇଥାନ୍ତି। କିନ୍ତୁ ମୋତେ ଦର୍ଶନ କରିବା ଫଳରେ ତତ୍କ୍ଷଣାତ୍ ସେହି ପଦରେ ଦର୍ଶନାର୍ଥୀ ଅଧିଷ୍ଠିତ ହୋଇଥାଏ। କଳ୍ପ କଳ୍ପ ଧରି ଯେଉଁ ପାପ ସଞ୍ଚିତ ରହିଥାଏ, ମୋ ଦର୍ଶନ ଫଳରେ ମନୁଷ୍ୟମାନଙ୍କର ସେହି ପାପ ଧ୍ୱଂସ ହୋଇଯାଏ। ଏଥିରେ ସନ୍ଦେହ ନାହିଁ। ଶ୍ରଦ୍ଧାରେ ହେଉ ଅଥବା ଅବହେଳା କ୍ରମେ ହେଉ, ଏକାମ୍ର କ୍ଷେତ୍ରରେ ମୋତେ ଦର୍ଶନ କଲେ କୋଟି ଯଜ୍ଞର ଫଳ ମିଳିଥାଏ। ରାଜସୂୟ ଓ ଅଶ୍ୱମେଧ ଆଦି ଯଜ୍ଞ କଲେ ଯେଉଁ ପରମଗତି ପାଇବାର ଶାସ୍ତ୍ରୀୟ ବିଧି ରହିଛି, ଏକାମ୍ର କ୍ଷେତ୍ରରେ ମୋତେ ଦର୍ଶନ କରିବା ମାତ୍ରେ ସେହି ଗତି ମିଳିଥାଏ। ଏହି ଲିଙ୍ଗ ହେଉଛନ୍ତି ପରଂବ୍ରହ୍ମ ବୋଲି ବେଦାନ୍ତ ଶାସ୍ତ୍ରରେ କୁହାଯାଇଛି। ଏହାଙ୍କ ଦର୍ଶନରେ ଇନ୍ଦ୍ରାଦି ଦେବତାମାନେ ପବିତ୍ର ହୁଅନ୍ତି। ଯେଉଁ ବ୍ୟକ୍ତି ଗୌରୀ ଓ କୃତ୍ତିବାସଙ୍କର ଦର୍ଶନ କରେ, ସେ 1,000 ଜନ୍ମର ପାପରୁ ମୁକ୍ତ ହୋଇଥାଏ। ଯେଉଁ ଲିଙ୍ଗରାଜଙ୍କର ଯେଉଁ ବର୍ଣ୍ଣନା ରହିଛି, ବେଦରେ ଯେଉଁ ଲିଙ୍ଗରାଜଙ୍କର ବର୍ଣ୍ଣନା ରହିଛି, ପ୍ରାଣୀ ତାଙ୍କ ଦର୍ଶନରେ ସମସ୍ତ ପାପରୁ ମୁକ୍ତ ହୁଏ ବୋଲି ଦେବତାମାନେ କହିଛନ୍ତି। ଏହି ମନ୍ତ୍ର ଋଗ୍ବେଦ ଅନ୍ତର୍ଗତ କଳ୍ପଶାଖାରେ କୁହାଯାଇଛି। ଏହାକୁ ବେଦ ବାକ୍ୟ ବୋଲି କୁହାଯାଇଛି। ସେହି ମନ୍ତ୍ରକୁ ତୁମେ ଯତ୍ନର ସହିତ ଶୁଣ। ଏକାମ୍ର ବିପିନରେ ଥିବା ଏହି ଲିଙ୍ଗରାଜ ମହାପ୍ରଭୁଙ୍କୁ ଯେଉଁମାନେ ଦର୍ଶନ କରନ୍ତି, ସେମାନେ ବ୍ରହ୍ମହତ୍ୟା କରିଥିଲେ ମଧ୍ୟ ମୁକ୍ତି ସେମାନଙ୍କର କରଗତ ହୋଇଥାଏ। ତ୍ରିଭୁବନେଶ୍ୱର ନାମକ ଏହି ଲିଙ୍ଗରାଜ ଦେବାଦିଦେବ ଓ ଜଗତର ସ୍ୱାମୀ ଅଟନ୍ତି। ତାହାଙ୍କୁ ଚତୁର୍ଦ୍ଦଶୀ ତିଥିରେ ଦର୍ଶନ କଲେ ପ୍ରାଣୀ ସର୍ବ ପାପରୁ ମୁକ୍ତ ହୋଇ ଶିବଲୋକକୁ ଗମନ କରେ। ସବୁବେଳେ ଯେଉଁ ଭାଗ୍ୟବାନମାନେ ଏହାଙ୍କ ଦର୍ଶନ କରନ୍ତି, ସେମାନେ ମଧ୍ୟ ସର୍ବ ପାପରୁ ମୁକ୍ତ ହୋଇ ଶିବଲୋକକୁ ଯାଆନ୍ତି। ବିଭିନ୍ନ ଧୂପ ପୂଜା ସମୟରେ ଏହାଙ୍କର ଦର୍ଶନ ଦେବତାମାନଙ୍କ ପକ୍ଷରେ ସମ୍ଭବ ହୁଏ ନାହିଁ। ମନୁଷ୍ୟମାନଙ୍କ କଥା କ'ଣ କହିବା। ପୂଜା ସମୟରେ ଏହାଙ୍କ ଉଦ୍ଦେଶ୍ୟରେ ବାଦନ କରାଯାଉଥିବା ମୃଦଙ୍ଗ, ଢୋକା, ଶଙ୍ଖ, ଭେରୀ, କାହାଳୀ ଓ ଡିଣ୍ଡିମ ପ୍ରଭୃତି ବାଦ୍ୟର ନାଦ ଯେଉଁମାନେ ଶୁଣନ୍ତି, ସେମାନେ ଶିବଗଣଙ୍କ ଦ୍ୱାରା ପରିବେଷ୍ଟିତ ହୋଇ ଶିବଙ୍କ ଅମୃତ ଲୋକତ୍ୱ ପ୍ରାପ୍ତ ହୁଅନ୍ତି। ବାଦ୍ୟନାଦ ଶୁଣିବା ଫଳରେ ଯଦି ଏପରି ମହତ୍ ଫଳ ମିଳିପାରେ, ତେବେ ତାଙ୍କର ପୂଜା ଓ ଦର୍ଶନ କଲେ କେଉଁ ଫଳ ବା ନ ମିଳିବ। ଭଗବାନ ଲିଙ୍ଗରାଜଙ୍କ ବିଧିପୂର୍ବକ ପୂଜା ଯେ ଶ୍ରଦ୍ଧାର ସହିତ ଦର୍ଶନ କରେ, ସେ କଠିନ ଯଜ୍ଞର ଫଳ ଲାଭ କରିଥାଏ, ଏଥିରେ ସନ୍ଦେହ ନାହିଁ। ଏହାଙ୍କର ଅନୁଗ୍ରହରୁ ମୁନିମାନେ ମୋକ୍ଷ ମାର୍ଗର ପଥିକ ହୋଇଛନ୍ତି। ମହାପାପୀ ଲୋକମାନେ ମୋର ଲିଙ୍ଗ ସ୍ୱରୂପକୁ ଦେଖି ପରମଗତି ଲାଭ କରନ୍ତି। ସକଳ ଦେବତାମାନଙ୍କ ଦ୍ୱାରା ନମସ୍କୃତ୍ୟ ଓ ମହାପୁଣ୍ୟ ପ୍ରଦାୟକ ମୋର ଲିଙ୍ଗ ସ୍ୱରୂପକୁ ଦେଖି ଯେ 2 ହସ୍ତରେ ସ୍ପର୍ଶ କରେ, ତାର ସକଳ ପାପ ଲୋପ ହୋଇଯାଏ। ଶିବ ଓ ବିଷ୍ଣୁଙ୍କୁ
ସ୍ତ୍ରୀ ଉପନୟନ ହୋଇନଥିବା ବ୍ରାହ୍ମଣ ଓ ଶୂଦ୍ରମାନେ ସ୍ପର୍ଶ କରିପାରନ୍ତି ନାହିଁ। କିନ୍ତୁ ଶିବଭକ୍ତମାନଙ୍କ ପକ୍ଷରେ ଏପରି ନିଷେଧ କାର୍ଯ୍ୟକାରୀ ହୁଏ ନାହିଁ, କାରଣ ବାମଦେବ ଓ ବଶିଷ୍ଠାଦି ଶ୍ରେଷ୍ଠ ମୁନିମାନେ ଶିବଙ୍କୁ ଶୂଦ୍ରମାନଙ୍କ ଦ୍ୱାରା ପୂଜିତ ହେବା ଲାଗି ଅଭିଶାପ ଦେଇଛନ୍ତି। ତେଣୁ ଗ୍ରାମେ ଗ୍ରାମେ ଶିବଙ୍କ ଲିଙ୍ଗ ସ୍ୱରୂପ ଗ୍ରାମପତି ଭାବରେ ପୂଜିତ ହୋଇ ଆସୁଛନ୍ତି। ତେଣୁ ଚନ୍ଦ୍ରମୌଳି ଉମାପତି ଶିବ ସମସ୍ତ ଭକ୍ତଙ୍କ ଦ୍ୱାରା ପୂଜିତ ହୁଅନ୍ତି। କାଶୀରେ ଲିଙ୍ଗାୟତ ଗୋଷ୍ଠୀ, ଏକାମ୍ରରେ ଶବର, ଦାକ୍ଷିଣାତ୍ୟରେ ସାଧାରଣ ପରିବ୍ରାଜକ ଓ ପୁରୁଷୋତ୍ତମ କ୍ଷେତ୍ରରେ ଦଇତାମାନେ ପ୍ରଭୁଙ୍କୁ ପୂଜା କରନ୍ତି। କୃତ୍ତିବାସ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ 3 ବାର ପ୍ରଦକ୍ଷିଣ କରି ପଞ୍ଚାମୃତରେ ସ୍ନାନ କରିବା ବିଧେୟ। ତାପରେ କୁଙ୍କୁମ, ଚନ୍ଦନ, ପୁଷ୍ପ, ବେଲପତ୍ର, ଅର୍କପୁଷ୍ପ ଓ ପଦ୍ମପୁଷ୍ପାଦିର ଆଗମୁକ୍ତ ବିଧାନରେ ପୂଜା କରିବା ଉଚିତ। ଅଧିକିତ ଲୋକମାନେ ମଧ୍ୟ ମୂଳମନ୍ତ୍ର ଉଚ୍ଚାରଣ କରି ଗନ୍ଧ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ ତଥା ଅନ୍ୟାନ୍ୟ ଉପକରଣ ଦ୍ୱାରା ପୂଜା କରିବା ଉଚିତ। ତାପରେ ମନୋହର ଗୀତ, ବାଦ୍ୟ, ନୃତ୍ୟ ତଥା ଜୟ ଶବ୍ଦ ଉଚ୍ଚାରଣ ପୂର୍ବକ ପ୍ରଭୁଙ୍କୁ ପ୍ରଦକ୍ଷିଣ କରିବା ବିଧେୟ। ଏପରି ଭାବରେ ପୂଜା କଲେ ବ୍ୟକ୍ତି ରୂପ ଯୌବନରେ ଅଳଙ୍କୃତ ହେବା ସଙ୍ଗେ ସଙ୍ଗେ ନିଜ ପିତୃପୁରୁଷଙ୍କୁ ଉଦ୍ଧାର କରି ସୁବର୍ଣ୍ଣମୟ ବିମାନରେ ଶିବଲୋକକୁ ଗମନ କରେ ଏବଂ ସେଠାରେ ସେହି ଲୋକଙ୍କର ଅଧିବାସୀମାନଙ୍କ ସହିତ ମହାପ୍ରଳୟ ପର୍ଯ୍ୟନ୍ତ ସୁଖଭୋଗ କରି ବାସ କରେ। ତତ୍ପରେ ବ୍ୟକ୍ତିର ପୁଣ୍ୟ କ୍ଷୟ ହୋଇଗଲେ ପୃଥିବୀରେ ଚତୁର୍ବେଦାଧ୍ୟାୟୀ ଯୋଗୀମାନଙ୍କ ଗୃହରେ ଜନ୍ମଗ୍ରହଣ କରି ପାଶୁପତ ଯୋଗ ଅଭ୍ୟାସ ପୂର୍ବକ ମୋକ୍ଷ ଲାଭ କରିଥାଏ। ଶ୍ରୀଲିଙ୍ଗରାଜ କହିଲେ, କୋଟି ଲିଙ୍ଗେଶ୍ୱରଙ୍କୁ ଯେଉଁ ବୈଷ୍ଣବମାନେ ଅର୍ଚ୍ଚନା କରନ୍ତି, ସେମାନେ ଚନ୍ଦ୍ର ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ପୁନର୍ଜନ୍ମ ଲାଭ କରନ୍ତି ନାହିଁ। ଧର୍ମଶାସ୍ତ୍ରରେ ପୁଣ୍ୟ ଅର୍ଜନ ନିମିତ୍ତ ଯେଉଁ କର୍ମ ନିର୍ଦ୍ଦିଷ୍ଟ ରହିଛି, ସେ ସକଳ ପୁଣ୍ୟ ଫଳ ମୋର ଅଭିଷେକରୁ ମିଳିଥାଏ। ରାଜସୂୟ ଓ ଅଶ୍ୱମେଧ ଯଜ୍ଞ ଫଳରେ ଯେଉଁ କର୍ମ ସାଧିତ ହୁଏ, ପବିତ୍ର ଭାବରେ ମୋର ପୂଜା କଲେ ସେହି ଫଳ ମିଳିଥାଏ। ତ୍ରିଭୁବନେଶ୍ୱର ଲିଙ୍ଗରାଜଙ୍କୁ ମହାସ୍ନାନ କରାଇ ପୂଜା କଲେ ଅଦ୍ୱୈତ ବିଷ୍ଣୁଙ୍କ ଦର୍ଶନ ହୋଇଥାଏ। ଲିଙ୍ଗରାଜ ମହାପ୍ରଭୁଙ୍କ ନୈବେଦ୍ୟ ମହାପାତକୁ ଧ୍ୱଂସ କରିଥାଏ। ଏହା ବ୍ରହ୍ମା, ବିଷ୍ଣୁ ଆଦି ଦେବତାମାନଙ୍କ ଦ୍ୱାରା ଗ୍ରହଣ ଯୋଗ୍ୟ ଓ ପୁଣ୍ୟ ବର୍ଦ୍ଧନକାରୀ ଅଟେ। ତେଣୁ ମନରେ କୌଣସି ପ୍ରକାର ସଂଶୟ ନ ରଖି ନିର୍ବିକାର ଭାବରେ ତ୍ରିଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କ ନୈବେଦ୍ୟ ଗ୍ରହଣ କରିବା ଉଚିତ। ହେ ମହର୍ଷି ବୃନ୍ଦ, ଦେବତାମାନଙ୍କ ସହ ଏକାମ୍ର ବନକୁ ଯାଇ ପ୍ରାଚୀନ ଲିଙ୍ଗରାଜ ବିଗ୍ରହଙ୍କୁ ଉତ୍ତମ ଦ୍ରବ୍ୟ ଦ୍ୱାରା ପୂଜା କରିବା ସଙ୍ଗେ ସଙ୍ଗେ ଶ୍ରଦ୍ଧା ଓ ଯତ୍ନର ସହିତ ତାଙ୍କର ନୈବେଦ୍ୟ ଭକ୍ଷଣ କରିବା ଉଚିତ। ଏହା ଶୁଣି ବ୍ରହ୍ମା କହିଲେ, ହେ ଶଙ୍କର, ଲିଙ୍ଗରାଜଙ୍କ ନୈବେଦ୍ୟ ଗ୍ରହଣ କରାଯିବା ଉଚିତ ନୁହେଁ ବୋଲି ପୂର୍ବରୁ ମୁନିମାନେ କହିଛନ୍ତି। ତେଣୁ ଅନୁଗ୍ରହ କରି ସକଳ ପ୍ରାଣୀଙ୍କ ମଙ୍ଗଳ ନିମିତ୍ତ ସେ ବିଷୟରେ କହିବା ହୁଅନ୍ତୁ। ଶଙ୍କର କହିଲେ, ହେ ପଦ୍ମସମ୍ଭବ ବ୍ରହ୍ମା ଓ ଦେବଗଣ, ଶିବପ୍ରସାଦ ଗ୍ରହଣ ବିଷୟରେ ମୋ ମୁଖରୁ ଶ୍ରବଣ କରି ତୁମେମାନେ ନିଜ ନିଜର ସନ୍ଦେହ ଦୂର କର। ମୋର ଏହି ଲିଙ୍ଗ ସ୍ୱରୂପ ବ୍ରହ୍ମା, ବିଷ୍ଣୁ, ରୁଦ୍ର ଓ ଦେବତାମାନଙ୍କ ସହିତ ତୁଳନୀୟ ନୁହେଁ। ଏହା ଅର୍ଦ୍ଧମାତ୍ରାର ଅତିରିକ୍ତ ଏକ ଅଲୌକିକ ଜ୍ୟୋତିର୍ଲିଙ୍ଗ। ଏହା ସନାତନ ବ୍ରହ୍ମ ସ୍ୱରୂପ। ତେଣୁ ମହାପାତକ ବିନାଶ ଓ ଭବସାଗରରୁ ପାର ହେବା ପାଇଁ ଏହାଙ୍କ ନୈବେଦ୍ୟ ଗ୍ରହଣ ଯୋଗ୍ୟ। ଶକ୍ତି